ଚୋରା ମଦ ବିଗତ 5 ବର୍ଷ ହେଲାଣି ବିକ୍ରି ଚାଲିଛି। ତେଣୁକରି ମୁଁ ଆଗରୁ ଦେଇଥିଲି ସିଏମ୍ ଗ୍ରିଭାନ୍ସରେ ଅବକାରୀ କମିଶନର ସେ ଯେଉଁ ଗଣ୍ଡଗୋଳ ହେବା ଦ୍ୱାରା ଧାନ୍ଦିଆ ବାରଦିଆ ଛକ ପାଖରେ ଅବକାରୀ କମିଶନର ସେ ଯେଉଁ ମଦ ବିକ୍ରି ହେଉଥିଲା ସେଇ ଜାଗାରେ ଅବକାରୀ କମିଶନର ଆସିଥିଲେ। ଆମେ ତାକୁ ଭିଡ଼ିଓ କରିବା ଦ୍ୱାରା ମାଡ଼ ମାରିଥିଲେ ମୋତେ, ଆଉ ପ୍ଲସ୍ ସେମାନେ ଏଏସ୍ଆଇ ସସ୍ପେଣ୍ଡ ହେଇଛନ୍ତି। ତାପରେ ଆମେ ବି କମ୍ପ୍ଲେନ୍ ଗାଁ ତରଫରୁ ଧାନ୍ଦିଆ ଗ୍ରାମବାସୀ ବୃନ୍ଦ ତରଫରୁ ଆମେ ଗୋଟେ ସ୍ଥାନୀୟ ଥାନାକୁ ଦେଇଛୁ। ତାପରେ ଥାନା ବାଲା ବି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନଥିଲି। ବାଧ୍ୟ ହୋଇକି ଆମେ ସିଏମ୍ ଗ୍ରିଭାନ୍ସ ଆଜି ବାଧ୍ୟ ହୋଇକି ଦେଇଛୁ। ବିନୋଦ କୁମାର ଦାସ, ରାଜନଗର, କେନ୍ଦ୍ରାପଡ଼ା। ଆଗରୁ ମୁଁ ନିଜେ ସିଏମ୍ ଗ୍ରିଭାନ୍ସ ପ୍ଲସ୍ କଲେକ୍ଟରଙ୍କୁ ଦେଇଥିଲି ଆମର ଚୋରା ମଦ ବିକ୍ରି କରୁଥିଲେ ବୋଲି। ଚୋରା ମଦ ବିଗତ 5 ବର୍ଷ ହେଲାଣି ବିକ୍ରି ଚାଲିଛି। ତେଣୁକରି ମୁଁ ଆଗରୁ ଦେଇଥିଲି ସିଏମ୍ ଗ୍ରିଭାନ୍ସରେ ଅବକାରୀ କମିଶନର ସେ ଯେଉଁ ଗଣ୍ଡଗୋଳ ହେବା ଦ୍ୱାରା ଧାନ୍ଦିଆ ବାରଦିଆ ଛକ ପାଖରେ ଅବକାରୀ କମିଶନର ସେ ଯେଉଁ ମଦ ବିକ୍ରି ହେଉଥିଲା ସେଇ ଜାଗାରେ ଅବକାରୀ କମିଶନର ଆସିଥିଲେ। ଆମେ ତାକୁ ଭିଡ଼ିଓ କରିବା ଦ୍ୱାରା ମାଡ଼ ମାରିଥିଲେ ମୋତେ, ଆଉ ପ୍ଲସ୍ ସେମାନେ ଏଏସ୍ଆଇ ସସ୍ପେଣ୍ଡ ହେଇଛନ୍ତି। ତାପରେ ଆମେ ବି କମ୍ପ୍ଲେନ୍ ଗାଁ ତରଫରୁ ଧାନ୍ଦିଆ ଗ୍ରାମବାସୀ ବୃନ୍ଦ ତରଫରୁ ଆମେ ଗୋଟେ ସ୍ଥାନୀୟ ଥାନାକୁ ଦେଇଛୁ। ତାପରେ ଥାନା ବାଲା ବି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନଥିଲି। ବାଧ୍ୟ ହୋଇକି ଆମେ ସିଏମ୍ ଗ୍ରିଭାନ୍ସ ଆଜି ବାଧ୍ୟ ହୋଇକି ଦେଇଛୁ। ଏଇଥିପାଇଁ ତେଣୁକରି ସେଠିକା ଯୁବକ ଗୋଷ୍ଠୀ ଆଉ ମାନେ ଲୋକ ପାଖାପାଖି ମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ମଦ ପିଇକିରି ବହୁତ ବିଭିନ୍ନ ପ୍ରକାର ହଇରାଣ ପଡ଼ୁଛନ୍ତି।